ଯୋଉ ବାମନ ଅବତାର କଥା କହିଲି କହୁନ। ବଳି ରାଜା ପୁଅ ଦାନ ଦଉଛନ୍ତି ଜାଣିଲୁ ଏ ଦାନ ଦଉଛନ୍ତି ବଳି ରାଜା ହେଲେ ସେପରି ଯୁଦ୍ଧଙ୍କ କଥା କହୁଛି ବଳି ରାଜା ଘର ସେକର ବ୍ରାହ୍ମଣଙ୍କ ଘର ହେଲା ଏକର ନଈରେ ନଈ ଗୋଟେ ଅଛି ମଝିରେ ସେ ନଈରେ ପାରି ହୁଅନ୍ତି ସମୀର ଯିଏ ପାରି ହୁଏ ସେ 10 ଟଙ୍କା ଦିଏ ବଳି ରାଜା ଦାନ ଦଉଛନ୍ତି ବ୍ରାହ୍ମଣ ମାନେ ଯିବେ ଦାନ ପାଇଁ ଯେତେବେଳେ ଯିବେ ସେ କ୍ଷୀର ଗଛ ଗିର୍ଧାରୀର ମେନ୍ ହଉଛି କ୍ଷୀର ଗଛ ମୂଳ ମେନ୍ ଜାଗା ମହାଦେବ ପାଖରେ କ୍ଷୀର ଗଛ ଦେଇକି ଯେତେବେଳେ ବ୍ରାହ୍ମଣ ଯିବେ ଗିର୍ଧାରୀ ବ୍ରାହ୍ମଣ ରୂପ ହିଁ ବାହାରିବେ ବ୍ରାହ୍ମଣ ସାଙ୍ଗେ ଟୁକ୍ ଟୁକ୍ ହେଇ ଚାଲିଲେ ଆଉ ବ୍ରାହ୍ମଣ ମାନେ କଣ କରନ୍ତି ନା ହାଟିଆ କୁହେ ଭାଇ ନା ତମଠୁ 10 ଟଙ୍କା ଲେଖା ନେଇ ପାରିପାରେ ଆଜି ତମେ 10-12 ହଜାର ଦାନ ଆଣିବ 20 ଟଙ୍କା ଲେଖା ଯଦି ନଦବ ତାହେଲେ ମୁଁ ପାରିପାରିବିନି ବ୍ରାହ୍ମଣ କହୁଛନ୍ତି 20-40 ନେ ପାରି କରିଦିଅ ବ୍ରାହ୍ମଣ ଯାହା ପଛରେ ଯାଇଥିଲା ବ୍ରାହ୍ମଣ ସାଙ୍ଗରେ ସେ 40 ଟଙ୍କା ଦେଇ ଚଢିଗଲା ବ୍ରାହ୍ମଣ ତା ପଛେ ଚଢିଗଲା ତା ଭାଗ୍ୟ ଦେଖିଲା ତା ବିନା ପଇସାରେ ଆଉ ଚାଲିଗଲା ବ୍ରାହ୍ମଣ ଲୋକଙ୍କୁ ଥୟ କରି ତାଙ୍କୁ ପଇସା ମାଗିଲା ଯେମିତି ପଇସା ମାଗିଲା ପଇସା ତାକୁ ଯେମିତି ମାଗିଛି କହିଲା ମୁଁ କୋଉଠୁ ପଇସା ଆଣିବି ମୁଁ ତ ସତେ ବ୍ରାହ୍ମଣ ଛୁଆ ହଁ ତାରା 20 ଜାଗାରେ କି 40 ଦେଉଛି ପଇସା ମୁଁ ରଖିବି ନା ଯଦି ବିନା ପଇସାରେ ପାରିପାରେ ଓଲା ଟଙ୍କା ସିଏ କାହିଁ ଓହ୍ଲେଇବ ଏଇ ତ ବ୍ରାହ୍ମଣ ରୂପ ଯାଇଛି ନା ଜବରଦସ୍ତି ବସିଲେ ଆଉ ତା ଘାଟିଆ ଧକ୍କା ମାରି ମାରିକା ନେଇ ଗୋଟେ ଖଡ଼ି ମୁକାମରେ ବସେଇଦେଲା ହେଲା ବସେଇଦେଇ ଆରେ ପାରି କଲା 3ଟା ବେଳୁ ଲୋକ ସରିଗଲେ ବିଦାୟ ଟଙ୍କା ନେଇକିରି ଆଇଲା ବେଳକୁ 4ଟା ବାଜିଲାଣି ସେ ବ୍ରାହ୍ମଣ ସେଇଠି ବଇଛି ହେଲା ହେଇରେ ତତେ ମୁଁ ଯୋଉଠି ଆଣି ଧକ୍କା ମାରିକି ବସେଇଥିଲି ତୁ ସେଇଠି ବଇଛୁ ନା କ'ଣ କରିବି ମୁଁ ତ ବ୍ରାହ୍ମଣ ଛୁଆ ଦାନ ଆଇଲେ ଚଳିବି ଆଉ ତମକୁ ରିକ୍ୱେଷ୍ଟ କରି କହିଲା ତାକୁ କହିଲେ ଦେଖ ସେମାନେ 20 ଜାଗାରେ 40 କ'ଣ ଦେଇଛନ୍ତି ମୁଁ ଯାହା ଆଣିବି ଅଧେ ଦେଇଦେବି ଘାଟିଆ ଦେଖିଲା ଯେ କ'ଣ କହୁଛି ଅଧେ ଦେଇଦବ ଆଉ ତୁ ସତରେ କହୁଛୁ ଦବୁ ନା ହଁ ମୁଁ ତ୍ରିବାର ସତ୍ୟ କରି କହୁଛି ମୁଁ ଅଧେ ଦେଇଦେବି ହେଲା ଡବସ ଡଙ୍ଗାରେ ବହ ସେ ଯେମିତି ଯାଇ ଅଧା ନଈରେ ହେଇଛି ଫେର ଘାଟିଆ କୋବୁଲେଇଲା କହିଲା ଦେଖ ଆଉ ଗୋଟେ କଥା ମୋର ମନେ ପଡ଼ିଲାନି ଆଉ ଯଦି ସେଇଟା ମୁଁ ତତେ କହିବି ଯଦି ରାଜି ନ ହବୁ ତତେ ଯୋଉଠୁ ଆଣିଛି ନେଇ ସେଇଠି ଛାଡ଼ିଦେବି ନା କ'ଣ ନା ଦେଖ ସେକର ଘାଟ କଳେ ଆଉ କିଏ ଦେଖାଯାଉ ନାହିଁ ମୁଁ ତତେ ପାରି କରୁଛି ଛାଡ଼ିକିରି ଖାଲି ଡଙ୍ଗାଟେ ଆଣିବି ନା ଯେ ତା ବାବଦ କିଛି ଦବୁ ତାହେଲେ ଯୋଉଠୁ ଆଣିକି ନେଇ ସେଇଠି ଦବୁ ସେ ଛାଡ଼ିବି ନହେଲେ ଯୋଉଠୁ ଆଣିଛି ନେଇ ସେଇଠି ଛାଡ଼ିଦେବି ଘାଟିଆ ସବୁ ତାକୁ ଘାଟିଆକୁ କହୁଛି ବ୍ରାହ୍ମଣ ହେଲା ମୁଁ ତ ସକାଳୁ ଆଣିଛି ଶୁଣୁଛି ଖାଲି ପଇସା ହଉ ତୁ କେତେ ପଇସା ନେଲେ ଶାନ୍ତି ହବୁ ବ୍ରାହ୍ମଣ କହୁଛି ଦେଖୁଛୁ ମୋର କେତେ ହାତ ଦେଖୁଛୁ ମୁଁ ତ ଏଇଟା ଟିକେ ତୁ କେତେ ଦବୁ ଯେମିତି ମୁଁ ନେଇପାରିବି ନାହିଁ ସେଇଠି ତ ବ୍ରାହ୍ମଣ କହିଛି ଈଶା ତାକୁ ନଉଦେଲେ କ'ଣ ହବ କଥା ପଢୁଛୁ କି ଈଶା ନଉଦେଲେ କ'ଣ ହବ ନଉଦେଲେ ନଧ ତାକୁ ବ୍ରାହ୍ମଣ ବୁଝେଇଲା କହିଲା ଏଇଟା ବାଜ୍ୟ କଥା ଘାଟିଆ କହୁଛୁ ତୁ ପଇସା ଦେ ସେଠୁ ବ୍ରାହ୍ମଣ କହୁଛି କହିଲା ଦେଖ ମୁଁ କାହାକୁ ସେମିତି 2 ହାତରେ ଦିଏନି ନା ଆଉ ନା ମୁଁ ଯାହାକୁ ଦିଏ ଗିର୍ଧାରୀ କହୁଛନ୍ତି ତୁ 4 ହାତରେ ଦିଏ ତାକୁ ବିଶ୍ୱ ରୂପ ଦେଖିଲେ ଟଙ୍କାରେ ଆଉ କହିଲେ ପ୍ରଭୁ ମୋର ଆଉ ଦରକାର ନାହିଁ ପଇସା ଏହା କହି ପାରି କରିଦେ ହେଲା ବଳି ରାଜା ଘରେ ପହଞ୍ଚିଗଲା ବଳି ରାଜା ଦେଖିଲା ଯେ 100 ବ୍ରାହ୍ମଣ ଗଲେଣି ଶେଷକୁ ଗୋଟେ ବ୍ରାହ୍ମଣ ଆଇଛି କେତେ ନବ ସେଠୁ ବ୍ରାହ୍ମଣକୁ ପଚାରା ବଳି ତୋର କ'ଣ ଦରକାର ନା ମୁଁ ସେମିତି କୋଉଠୁ ନିଏନି ନା ଆଉ ନା ମୋ ସାଙ୍ଗରେ ଯିଏ 3 ବାର ସତ୍ୟ କରିବ ମୁଁ ତାଠୁ ଦାନ ଦେବି ବଳି ତ ଦାନ ଦଉଛି ସତ୍ୟ କଲା ଆଉ ସେଠୁ ମାଗିଲା କିଏ ବ୍ରାହ୍ମଣ 3 ପାଦେ ସଇଲ 3 ପାଦେ ଭୂମି ମୋର ଦରକାର ବଳି ଦେଖିଲା ଯେ 2ଟା ପାଦ 3 ପାଦ ମୋଠୁ କ'ଣ ନବ 2 ପାଦେ ଦେଇଛି 3 ପାଦ ବେଳକୁ ପଚାରିଲା ବଳି ବ୍ରାହ୍ମଣକୁ କହିଲା ଆଉ ଗୋଟେ ପାଦ ନାଭିରୁ ବାହାରିଲା ଚିତ୍ର ଅଛି ଦେଖିବି ସେଠି ବଳିକି ଦାବି ଦେଇଛି ବଳି ଦବି ଯାଇଛି ବା ସଇଲା ସେଠି ଠାକୁର ଯେ ଆମର ଇଏ ତାଙ୍କ ହେଇଥିଲା ସିଏ ସେତେବେଳେ ବହୁତ ସମସ୍ୟା ବହୁତ ଯାହା ତୋର ତ ଏତିକ ଧାରଣା ଅଛି ତୁ ଜିତିବୁ ସବୁଠି ମୁଁ ଜାଣିବୁ ଶୁଣିଥିଲି ଏଇଠି ତୁ ଯାଇଛୁ ତୁ ଗିର୍ଧାରୀକି ଯାହା ମାଂସ କରୁ ତୋର ହେଇଯିବ କେମିତି ନମସ୍କାର କରିବେ ହବ କହିଲି ଜାଣିଛୁ ଯୋଉଠି ସମର୍ପଣ ହେଇଯିବୁ ସମର୍ପଣ ମାନେ ହାତ ଗୋଡ଼ ନମ୍ବେଇକି ଗିର୍ଧାରୀ ତତେ ନମ୍ବା ହେଇକି ପଡ଼ିକି ଜଣେଇବୁ ତ ନହବା କଥା ହେଇଯିବ ଗାଣ୍ଡି ଟେକିଲେ ହବନି ଭୂମି ଧିଅରେ ଯଦି ଗୋଡ଼ ହାତ ନମ୍ବେଇକି ହାତ ନମ୍ବେଇକି ପଡ଼ିଯିବ ମାଟି ମା ଗୋଳରେ ସମର୍ପଣ ହବ ବାଧ୍ୟ ହବ ତମକୁ କଥା ଶୁଣିବାକୁ
ଯଦି ତମେ ଗାନ୍ଧୀ ଟେକିବ ଲୋକ ନ ଯିବାକୁ ହବ କୋଉଠି ଫଳ ପଡିବ। ତାହେଲେ ଠାକୁରଙ୍କ ବିଷୟରେ ଧାରଣା ଅଛି, ତାହେଲେ ଖବର ଖବର ନେଇ ଫଟୋ ଫଟୋ ଉଠଉଛି ଭଲ କର। ଏଟା ଯେମିତି ସାହାଯ୍ୟ କରିବ, ଯୋଉଠି ଡାକିବୁ ଶୁଣିବ, ମନ ଭିତରେ ଡାକ ଦେଖିବୁ। তুমি আর সেটি মুখে মারি মারি ঠাকুর জনাই ହଁ ଯିବ ଆଉ କଣ।